हेलो फ्रेंड्स, ମୁଁ ଦେବାଶିଷ। ତ ଯେଉଁ ଷ୍ଟୁଡେଣ୍ଟ ମାନେ OSRTC ଓକେ ସରକାରଙ୍କ ତରଫରୁ ଗଭର୍ଣ୍ଣମେଣ୍ଟଙ୍କ ତରଫରୁ ଯେଉଁ ବସ୍ରେ ଟ୍ରାଭେଲ୍ କରୁଛନ୍ତି ସେମାନଙ୍କ ପାଇଁ ଗୋଟେ ଇନଫର୍ମେସନ୍ ଅଛି। କ'ଣ ନା, ଯେହେତୁ ସରକାର ଏବେ ସମସ୍ତଙ୍କୁ ତ ଫ୍ରି କରିଦେଇଛନ୍ତି ମାନେ ଷ୍ଟୁଡେଣ୍ଟମାନଙ୍କୁ। ତ ଦେଖ, ତମେ ଯଦି ସେ ଗାଡ଼ିରେ ଟ୍ରାଭେଲ୍ କରୁଛ, ଯଦି କେଉଁ ମାନେ କିଛି ପିଲା ଅଛନ୍ତି କରୁନାହାନ୍ତି, ତ ଯଦି କେବେ କରିବ ତ ତାହେଲେ ଦେଖ କହୁଛି ଭାଇ, ଆଇଡେଣ୍ଟି କାର୍ଡ଼, କଲେଜ ଆଇଡେଣ୍ଟି କାର୍ଡ଼ ନିହାତି ଧରିଥ। କାହିଁକିନା ମୋ ସହ ଗୋଟେ ଏମିତି ହେଲା, ମୋର ବସ୍ ମାନେ ମିସ୍ ହେଇଗଲା। ତ ମୁଁ କ'ଣ କଲି ନା, OSRTC ବସ୍ରେ କିଛି ବାଟ ଗଲା ପରେ ପୁଣି ଗୋଟେ ବସ୍ ମିଳିବ, ତ ମୁଁ ସେଇ ଜାଗା ଯାଇ ଗଲି। ତ କିଛି ଏଭଳି ହେଲା କ'ଣ ନା, ମୋ ଆଇଡେଣ୍ଟି କାର୍ଡ଼ଟା ମୁଁ ଘରେ ଭୁଲି ଯାଇଥିଲି। ସେଦିନ ମୋ ବ୍ୟାଗ୍ରେ ନଥିଲା, ଯେହେତୁ ମୁଁ କୋଚିଂ ଯାଉଥିଲି ତ ଆଇଡେଣ୍ଟି କାର୍ଡ଼ ଲଗେଇକି ତ ଯିବାର କିଛି ଦରକାର ନାହିଁ। ବଟ୍ ମୁଁ OSRTC ବସ୍ରେ ଯିବା ପାଇଁ ତ ଆଇଡେଣ୍ଟି କାର୍ଡ଼ର ଦରକାର ପଡ଼ିଲା ସେଦିନ, ବଟ୍ ମୋ ବ୍ୟାଗ୍ରେ ନଥିଲା। ତ ସେତେବେଳେ ସେ ମୋତେ ଆଇଡେଣ୍ଟି କାର୍ଡ଼ ମାଗିଲେ, ବ୍ୟାଗ୍ରେ ନଥିଲା। ଟିକଟ୍ ବି ସେ କାଟି ଦେଇଥିଲେ, ଓକେ, ଟିକଟ୍ ବି କାଟି ଦେଇଥିଲେ। ଷ୍ଟୁଡେଣ୍ଟ ଟିକଟ୍ ଯେଉଁଟାକି ଫ୍ରି ଥାଏ ସେଇଟା ବି କାଟି ଦେଇଥିଲେ। ତ ସେ ମୋତେ କହିଲା ଆଇଡେଣ୍ଟି କାର୍ଡ଼ ଦେଖା, ବଟ୍ ମୋ ପାଖରେ ଆଇଡେଣ୍ଟି କାର୍ଡ଼ ନଥିଲା। ତ ସେତେବେଳେ ସେ ମୋତେ କହିଲା କି ଟିକଟ୍ଟା ଫିଙ୍ଗିଦେ। ଫିଙ୍ଗି ଦେଲା ପରେ ସେ କହିଲା ଗୋଟେ ଟିକଟ୍ କାଟିଲା 10 ଟଙ୍କାର, ଓକେ। ତ ମୁଁ ଟିକେ ମାନେ ଅଚାନକ ଗୋଟେ ଛାନିଆ ଟାଇପ୍ର ହେଇଗଲି। କ'ଣ ନା, ଯେତେବେଳେ ପଇସା ନେଉଥିଲେ, ଏ ଯେଉଁ ଜିନିଷଟା ଏବେ ତ ଲାଗୁ ହେଲା, କିଛି ଦିନ ତଳେ ଲାଗୁ ହେଇଛି କି ଷ୍ଟୁଡେଣ୍ଟମାନଙ୍କୁ ଫ୍ରି ବୋଲି। ତ ଯେତେବେଳେ ଷ୍ଟୁଡେଣ୍ଟମାନଙ୍କୁ ହାଫ୍ ଟିକଟ୍ ନେଉଥିଲେ, 5 ଟଙ୍କା ନେଉଥିଲେ, ସେତେବେଳେ ଆମେ ଯଦି କହୁଥିଲୁ ଆମେ ଷ୍ଟୁଡେଣ୍ଟ, ତାହେଲେ ଆମ ପାଖରେ ଆଇଡେଣ୍ଟି କାର୍ଡ଼ ନଥିଲେ ବି ସେମାନେ 5 ଟଙ୍କା ନେଇକି ଟିକଟ୍ କାଟିକି କାମ ହେଇଯାଉଥିଲା। ବଟ୍ ଆଜି ଯେତେବେଳେ ଫ୍ରିରେ ଯାଉଛୁ, ତ ସେତେବେଳେ ମୋ ପାଖରେ ଆଇଡେଣ୍ଟି କାର୍ଡ଼ଟା ନଥିଲା। ତ ମୁଁ ମାନୁଛି ଏଇଟା ମୋର ଭୁଲ, ବଟ୍ ସେମାନେ ସେଠି ସେ ଗୋଟେ ଟିକଟ୍ କାଟି ସାରିଲା ପରେ ବି ମୋତେ କହିଲେ ସେ ଟିକଟ୍କୁ ଫିଙ୍ଗିଦେ, ପୁଣି ଆଉଥରେ ଗୋଟେ ଥରେ ଗୋଟେ ଟିକଟ୍ କାଟିଦେଲେ। ତ କ'ଣ ଆର ରୁଲ୍, କ'ଣ ଆର ଭ୍ୟାଲ୍ୟୁ କ'ଣ, କିଏ ଜାଣୁନାହାନ୍ତି। ସେ ଟିକଟ୍ କିଭଳି କାଟା ହେଉଛି, କ'ଣ ହେଉଛି, ସେ ଟିକଟ୍ର ବିଷୟରେ ହିଁ କିଏ ଜାଣୁନାହାନ୍ତି କିଛି। ତ ଯେଉଁମାନେ ବି କଣ୍ଡକ୍ଟର ମାନେ ବି ଟିକଟ୍ କାଟୁଛନ୍ତି, ତ ଭାଇ ଏମିତି ଗୋଟେ ଭିଡ଼ିଓ ବନାନ୍ତୁ, ସେ ଟିକଟ୍ର କିଛି ରୁଲ୍ ବିଷୟରେ ବି କୁହନ୍ତୁ, ଲୋକ ଜାଣନ୍ତୁ ସେଇ ରୁଲ୍ ଗୁଡ଼ାକ। ଦେନ୍ ତାପରେ ଷ୍ଟୁଡେଣ୍ଟମାନଙ୍କୁ କହୁଛି, ଭାଇ ମୋ ସହ ଯେଉଁ ଜିନିଷଟା ହେଲା ତମ ସହ ନ ହଉ, ସେଥିପାଇଁ କମ୍ପଲସରି ତୁମେ ଆଇଡେଣ୍ଟି କାର୍ଡ଼ ଧରିକି ଯାଉଥ, ଓକେ। ତ ଯଦି ଏଇ ଭିଡ଼ିଓଟି ଭଲ ଲାଗିଲା, କିଛି ଶିଖିବାକୁ ମିଳିଲା, କିଛି ଜାଣିବାକୁ ମିଳିଲା, ତାହେଲେ ସବସ୍କ୍ରାଇବ୍ କରିଦିଅ। ଆଣ୍ଡ କମେଣ୍ଟରେ ତମେ କ'ଣ ଫିଲ୍ କଲ, ଏ ଜିନିଷଟା କ'ଣ ପ୍ରକୃତରେ ଆକ୍ଚୁଆଲିରେ କ'ଣ ହେଉଛି ଏଠି, ତାହା କମେଣ୍ଟରେ ଜଣାଅ, ଓକେ। ଆଉ ମୁଁ ମାନୁଛି ଏଇଟା ମୋ ଭୁଲ ଥିଲା, ବଟ୍ ମୁଁ ଖାଲି ଏତିକି